ମୋର 488 662 ବର୍ଗର କଲେଜ ବା କାଟାଗୋରୀର କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବନ୍ଧୁମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ ଷ୍ଟଡି ଟେକ୍ ବାଇ ଦାସ ସାର୍କୁ ସ୍ୱାଗତ ଜଣାଉଛି, ଯାହା ଆପଣମାନଙ୍କର ଚ୍ୟାନେଲ। ଆଜି ସେହି ଦୁଃଖ ଯନ୍ତ୍ରଣାର କଥାକୁ ଆମେ ନିଶ୍ଚିତ ଅଳ୍ପ ସମୟ ଭିତରେ ଆଲୋକପାତ କରିବା, ଯାହା ଆମମାନେ 2008 ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଳ୍ପ ବେତନରେ ଆମର କର୍ମମୟ ଜୀବନକୁ ଠିକ୍ ଠାକ୍ ତୁଲାଇ ଆସୁଛନ୍ତି। ଗଭର୍ଣ୍ଣମେଣ୍ଟର କେଉଁଠି ନା କେଉଁଠି ଆମ ପ୍ରତି ଗୋଟେ ଅଣଦେଖା ଚାଲିଛି। ତା ଭିତରେ କିଛି କିଛି କଥା ନିଶ୍ଚିତ ଗୋଟେ ପଜିଟିଭ୍ ଆଙ୍ଗେଲରେ ଉଙ୍କି ମାରୁଛି। କଥାଟି ଆସିଛି ଯେ କଳାହାଣ୍ଡି ଜିଲ୍ଲା ଶାଖା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ତାଙ୍କର ବିଧାୟକକୁ ଗୋଟିଏ ପତ୍ର ଦିଆଯାଇଛି, ଯିଏ ଅଛନ୍ତି ସୁଧୀର ରଞ୍ଜନ ପାଟଜୋଶୀ। ସେ ପାଟଜୋଶୀ ସାର୍ ବା MLA ସାର୍ଙ୍କୁ ଆମର ରାଜ୍ୟର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘମାନେ ତାଙ୍କର ଗୋଟେ ପତ୍ର ଦେଇଛନ୍ତି, ପ୍ରଦାନ ଦେଇଛନ୍ତି, ଯେ ଆପ୍ଲିକେସନ୍ ଦେଇଛନ୍ତି ବା ଗୋଟେ ମେମୋରାଣ୍ଡମ୍ ଦେଇଛନ୍ତି ଯେ ଆମ ଦୁଃଖ ଟିକେ ଶୁଣ ବା ଆପଣ ବିଧାନସଭାରେ ଟିକେ ଉପସ୍ଥାପନା କରନ୍ତୁ। ଯେଉଁ 8ରୁ 2018 ପର୍ଯ୍ୟନ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ରହିଲେ, ତାଙ୍କ କଥା ଟିକେ ବୁଝାଯାଉ ବା ଗୋଟେ ଏକ୍ସଟେନସନ୍ GIA ହଉ ବା ତାଙ୍କୁ ଗୋଟେ GIA ପ୍ରୋଟୋକଲକୁ ନିଆଯାଉ। ସେମାନେ ଯେହେତୁ ଅଳ୍ପ ବେତନରେ ପଡ଼ିକି ଅଛନ୍ତି ବା 5,000 7,000 8,000 ଭିତରେ ପଡ଼ିକି ଅଛନ୍ତି, ବଡ଼ କଷ୍ଟ ଭିତରେ ଜୀବନଯାପନ କରୁଛନ୍ତି। ତା ଭିତରେ ବିଭିନ୍ନ କଲେଜର ଯେଉଁ ଭାଇମାନେ ରହିଲେ ବା ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ରହିଲେ, ତା ଭିତରେ ଆମକୁ ନିଶ୍ଚିତ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ମେସେଜ୍ କରୁଛନ୍ତି। କିଏ କହୁଛି ଭାଇ ମୋତେ 40 ବର୍ଷ ହେଇଗଲା, କିଏ କହୁଛି ଭାଇ ମୋତେ 49 ବର୍ଷ ହେଇଗଲା, କିଏ କହୁଛି ଭାଇ ମୋତେ 52 ବର୍ଷ ହେଇଗଲାଣି, ମୁଁ ଦରମା ପାଉନାହିଁ। ବୁଝିଲେ ତ? ୟା ଅର୍ଥ ଯେ ଗଭର୍ଣ୍ଣମେଣ୍ଟ ଟିକେ ଚିନ୍ତା କରିବା ଦରକାର। ଜଣେ ଏତେ ବର୍ଷ ପଢ଼ିଲା ପରେ ସେ କରିବ କ'ଣ? କେଉଁଠି ନା କେଉଁଠି ଗୋଟେ ଆଶା ବାନ୍ଧି ସେ ବସିଛି। ସିଏ ଯେତେବେଳେ କ୍ଲାସ୍ ରୁମ୍କୁ ଯାଏ, ସେ କେବେ ଦେଖେ ନାହିଁ ଯେ ମୁଁ ଦରମା ପାଉଛି କି ନାହିଁ। ସେ ତାର ସ୍ମାର୍ଟ କ୍ଲାସ୍ ରୁମ୍ରେ ବେଷ୍ଟ ତାର ଦିଏ, କିମ୍ବା ଯେ ଚକ୍ ଡଷ୍ଟରେ ବି ସେ ତାର ପିଲାମାନଙ୍କୁ ସେଠି ମୋଲ୍ଡ କରି ବା ପାଠ ତାର ସେ ଭଲ ପଢ଼ାଇ ସିଏ ନିଶ୍ଚିତ ସେ କ୍ଲାସ୍ଟିକୁ ସମ୍ଭାଳେ। କିନ୍ତୁ କଥା ହେଲା ଯେ ତାର ପେଟ ପାଟଣା କଥା ଅଛି। କିଛି ବି ଯେଉଁମାନେ ଅଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ବନ୍ଧୁମାନେ, ସେମାନେ ତାଙ୍କର ଯୌବନ ଅବସ୍ଥାକୁ ଲୁପ୍ତ କରି ଧୀରେ ଧୀରେ ସାରିଲେଣି। କାରଣ ଅଳ୍ପ ଦରମା ଭିତରେ ଚଳିବା ତାଙ୍କ ପାଇଁ ବଡ଼ କଷ୍ଟଦାୟକ। ନିଶ୍ଚିତ ଫ୍ୟାମିଲିରେ ଦୁଃଖ ଯନ୍ତ୍ରଣା ଭିତରେ ସେମାନେ ଥିବେ। ବାପା ମାଆଙ୍କର ଆଶା ଥିବ ମୋ ପୁଅ ଯେହେତୁ ଚାକିରିଟି ଲେକ୍ଚରଟେ ଅଛି କି କ୍ଲର୍କଟେ ଅଛି କି ଲାଇବ୍ରେରିଆନଟେ ଅଛି କି ଆଟେଣ୍ଡାଣ୍ଟଟେ ଅଛି, ମୋ ପୁଅ ମୋତେ ମୋ ଘର ପାଇଁ କିଛି ସାହାଯ୍ୟ କରୁ। ସେମାନେ କିଛି ସାହାଯ୍ୟ କରିପାରୁନାହାନ୍ତି। ୟା ଅର୍ଥ ତାଙ୍କଠାରୁ ଏତେ ଦୁଃଖ ଯନ୍ତ୍ରଣା ଆଉ କିଛି ନୁହଁ। ଏଠାରୁ ବଡ଼ ଦୁଃଖ ଯନ୍ତ୍ରଣା ଆଉ କିଛି ନୁହଁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଯାହା ତ ବିଜେଡ଼ି ଗଭର୍ଣ୍ଣମେଣ୍ଟ 24 ବର୍ଷ ଭିତରେ ଦୁଃଖ ଯନ୍ତ୍ରଣା ଦେଲା। କିନ୍ତୁ ଆମେ ନିଶ୍ଚିତ ମୋହନ ସରକାରଙ୍କ ପାଖରେ ଆଶା କରିବା ବା ଭରସା କରିବା, ସେ ନିଶ୍ଚିତ ଆମ ଦୁଃଖ ବୁଝିବେ। ତା ଭିତରେ ଆମର କଳାହାଣ୍ଡି ଶାଖାର ଯେଉଁମାନେ ଓଡ଼ିଶା ରାଜ୍ୟ ବେସରକାରୀ କର୍ମଚାରୀ ସଂଘର ସଭାପତିତ୍ୱ ନେଉଛନ୍ତି, ସେମାନେ ନିଶ୍ଚିତ ସୁଧୀର ରଞ୍ଜନ ପାଟଜୋଶୀଙ୍କୁ ବା ବିଧାୟକଙ୍କୁ ଗୋଟିଏ ମେମୋରାଣ୍ଡମ୍ ବା ଗୋଟେ ପତ୍ର ଦେଇଛନ୍ତି ଯେ ଆମ କଥା ବୁଝ ବା 2008ରୁ 18 ପର୍ଯ୍ୟନ୍ତ କେମିତି ଆଲୋଚନା ହେଉ, ଆମ ଗୋଟେ ପ୍ରୋଟୋକଲ ଭିତରକୁ ଯାଉ। ଇଏ ନିଜେ ସେଇ ଆମର ଓଡ଼ିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ, ବୁଝିଲେ ତ, କଳାହାଣ୍ଡି ଶାଖାର ଏ ସୁଧୀର ରଞ୍ଜନ ପାଟଜୋଶୀ ସାର୍ ନିଜେ ଅଛନ୍ତି। ଆମ ଗୋଟେ GIA କେମିତି ଏକ୍ସଟେନସନ୍ ହେବ ସେଇ କଥାକୁ ଏ ନିଜେ ପାଟଜୋଶୀ ସାର୍ ଆପଣଙ୍କୁ ବି ଆମେ ପ୍ରଣାମ କରୁଛୁ। ଏ ଚ୍ୟାନେଲ ମାଧ୍ୟମରେ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଯେ ନିଶ୍ଚିତ ଆମମାନଙ୍କର ଦୁଃଖ ଟିକେ ଆପଣମାନେ ବୁଝନ୍ତୁ, ବିଧାନସଭାରେ ଏଇଟା ଉପସ୍ଥାପନା କରନ୍ତୁ। ଯେହେତୁ ଆପଣମାନେ ହାଇପାୱାର କମିଟି ଗୋଟେ ଗଠନ କରିଛନ୍ତି କହି ଡିଲେ କରି ଯାଉଛନ୍ତି, ଡିଲେ କଲା ବେଳକୁ ଆମେ ଆଉ ଆମର ସହନଶୀଳତା ଆଉ ରହୁନାହିଁ। ୟା ଭିତରେ ୟା ପୂର୍ବରୁ ମୁଁ କହିଥିଲି ଯେଉଁ ବାଙ୍କି କଥା କହିଥିଲି ଯେ ଆପଣଙ୍କର କଟକ ଜିଲ୍ଲା ଶାଖାରେ ତରଫରୁ ଦିଆହେଇଥିଲା, ଆପଣଙ୍କର ଯିଏ ଥିଲେ ନିଆଳି ବିଧାୟିକା ଯିଏ ଥିଲେ ଛବି ମଲ୍ଲିକ, ତାଙ୍କୁ ଦିଆହେଇଥିଲା
ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦାବିପତ୍ର ଦିଆଯାଇଥିଲା। ୟା ପୂର୍ବ ଭିଡ଼ିଓରେ ମୁଁ ନିଶ୍ଚିତ କହିଥିଲି, ଏଟାକୁ ମୁଁ ପୋଷ୍ଟ ଏଟାକୁ ସ୍କ୍ରୋଲ୍ କରୁଛି। ୟା ପୂର୍ବରୁ ଆମେ ଓଡ଼ିଶା ରାଜ୍ୟ ସରକାରୀ ବା ଅଧ୍ୟାପକ କର୍ମଚାରୀ ସଂଘର ତରଫରୁ ଆମେ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଆମେ ଶ୍ରୀମତୀ ସୁଷମା ପାଢ଼ୀ ମ୍ୟାଡ଼ାମ୍ ବା ମହୋଦୟା ଯିଏ ଅଛନ୍ତି ଆମର ବାଚସ୍ପତି, ତାଙ୍କୁ ବି ଆମେ ଦେଇଥିଲେ। ନିଶ୍ଚିତ ଆମେ ସବୁ ତ କହୁଛନ୍ତି, ଆମେ ନିଶ୍ଚିତ ସଫଳ ଆଲୋଚନା ହେଉଛି, ସେମାନେ ସଫଳ ଆଲୋଚନା କରୁଛନ୍ତି। ଯେହେତୁ ଆମେ ତାଙ୍କ ପାଖକୁ ଯାଉଛନ୍ତି, ସେମାନେ ତ ଆମକୁ ବ୍ୟବହାର ରଖିବେ, ଠିକ୍ ରଖିବେ, ବା ଏଇଟା ମଣିଷର ଦାୟିତ୍ୱ ବା କର୍ତ୍ତବ୍ୟ, କିନ୍ତୁ ସେ ଠିକ୍ ରଖୁଛନ୍ତି। ତା ଭିତରେ ଆମ ପେଟ ପାଟଣା କଥାଟା ଯଦି ବୁଝନ୍ତେ ବୋଧହୁଏ ଭଲ ହୁଅନ୍ତା। ତା ଭିତରେ କେନ୍ଦ୍ରାପଡ଼ା ଶାଖାର ଆମେ ନିଶ୍ଚିତ ଆଳି ଖଣ୍ଡ ତରଫରୁ ଆମେ ଆଇନ ଯିଏ ମନ୍ତ୍ରୀ ଅଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ସାର୍ଙ୍କୁ ଆମେ ଦେଇଥିଲେ, ଏ ପତ୍ର ଦେଇଥିଲେ। ସିଏ ବି ନିଶ୍ଚିତ କହିଲେ ଯେ ଆମେ ଆପଣମାନଙ୍କ କଥା ବୁଝିବୁ, କିନ୍ତୁ ଏଇଠି ନିଜେ ପୃଥ୍ୱୀରାଜ ସାର୍ଙ୍କୁ ଦିଆହେଇଥିଲା। ସେ ନିଜେ କହିଥିଲେ ଆମେ ଆପଣଙ୍କ କଥା ବୁଝିବୁ, ଏଠି ନିଜେ ଆଳିରୁ ବିଧାୟକ ଅଛନ୍ତି, ଆମେ ଆପଣଙ୍କ କଥା ବୁଝିବୁ, କିନ୍ତୁ ଆମ କଥା ସେ କ'ଣ ବୁଝିଲେ କି ନାହିଁ ସେ କଥା ନିଶ୍ଚିତ କରାଯିବ। କିନ୍ତୁ ଏପ୍ରିଲ ମାସରେ ଯେହେତୁ ବାହାରିବାର ଗୋଟେ ଥିଲା, ଆମର ପେନସନ୍ କଥା ହେଉ କିମ୍ବା ଗୋଟେ ଏକ୍ସଟେନସନ୍ GIA କଥା ହେଉ, ଏପ୍ରିଲ ମାସଟା ତ ସେ ପେନସନ୍ଟାକୁ ଆପଣ ଗୋଟେ ପୋର୍ଟାଲରେ 18ରୁ 30 ପର୍ଯ୍ୟନ୍ତ ଗୋଟେ ଡାଟା ମାଗି ସିଏ ଟେକ୍ନିକାଲ ଡିଲେ କରିଦେଲେ। ଦେଖିବା ଆଗକୁ କ'ଣ ହେଉଛି। ନେକ୍ସଟ ବିଧାନସଭାରେ ହୁଏତ ଡିକ୍ଲେୟାର କରିଦେଇ ପାରନ୍ତି, କାହିଁକି ନା ଆମେ ଆଶା ବାନ୍ଧି ବସିବା, ଆଉ ଆମ ପାଖରେ କିଛି ବାଟ ହିଁ ନାହିଁ। ଆମେ ଖାଲି ଆଶା ବାନ୍ଧି ବସିବା କଥା। ଦେଖାଯାଉ କ'ଣ ହେଉଛି। ଏଠି ପୁରୀ ଜିଲ୍ଲା ଶାଖା ତରଫରୁ ଆମେ ପିପିଲି ବା ଡେଲାଙ୍ଗ ବିଧାୟକ ଯିଏ ଅଛନ୍ତି ଆଶ୍ରିତ ପଟ୍ଟନାୟକ, ସିଏ ତ ନିଶ୍ଚୟ ହାଇ ପାୱାର କମିଟିର ଦାୟିତ୍ୱରେ ଅଛନ୍ତି, ତାଙ୍କୁ ବି ପତ୍ର ଦିଆହେଇଥିଲା। ସିଏ ବି ଟିକେ ଚିନ୍ତା କରିବା ଦରକାର, ସାର୍ ଟିକେ ଚିନ୍ତା କରିବା ଦରକାର। ସିଏ ତ ଜଣେ ଭଲ ମଣିଷ, ସିଏ ଚିନ୍ତା କରିବା ଦରକାର ଯେ କେତେ ଦୁଃଖ କଷ୍ଟରେ ସମସ୍ତେ ଅଛନ୍ତି। ଦେଖନ୍ତୁ ସମସ୍ତେ ଅଛନ୍ତି, କାହା ମୁହଁରେ ଏଠି ସାର୍ମାନଙ୍କ ମୁହଁରେ ହସ ନାହିଁ, କାରଣ ହସ କେଉଁଠି ନା କେଉଁଠି ମରିଯାଇଛି। ଯଦିଓ କିଏ ହସୁଛି ଗୋଟେ ଆର୍ଟିଫିସିଆଲ ହସ ହସୁଛି, କାହିଁକି ନା ଯୌବନର ଅବସ୍ଥା ସରି ସରି ଯାଉଛି, ସେମାନେ କିଛି କରିପାରିଲେ ନାହିଁ, ସେଥିପାଇଁ ତାଙ୍କର ହସଟି ମରିଯାଇଛି। ଆପଣମାନେ ଚିନ୍ତା କରିବା ଦରକାର, ଯେହେତୁ ଆପଣଙ୍କ ଅଞ୍ଚଳର ଏମାନେ ସାର୍ମାନେ, ଏମାନଙ୍କ ଦୁଃଖ ବା ଏମାନଙ୍କ ପେଟ ପାଟଣା ଟିକେ ବୁଝନ୍ତୁ, ବୁଝିଲା ତ। ଇଏ ହେଲା କଥା। ଯଦି ଆମେ ମେ 1 ତାରିଖରେ କହୁଛେ ଯେ ଲେବର ମାନଙ୍କର 800 ଟଙ୍କା ହେବ, ତାହେଲେ ଏଇ ଯେଉଁ ସାର୍ମାନେ ବସିଛନ୍ତି ଏମାନଙ୍କର ମୁଣ୍ଡକୁ 800 ଟଙ୍କା ତଳକୁ ଅଛି ନା କ'ଣ? ଇଏ କ'ଣ ଏ 17 ବର୍ଷ ପାଠ ପଢ଼ି ସାରିଲା ପରେ କି 15 ବର୍ଷ, ମିନିମମ୍ ତ 15 ବର୍ଷ ସେମାନେ ପାଠ ପଢ଼ିଛନ୍ତି, କିନ୍ତୁ 15,000 ଟଙ୍କା ହୁଏତ ଦରମା ପାଉନାହାନ୍ତି। କିନ୍ତୁ ଏଠି ଲେବର ମାନଙ୍କର ଦରମା ବା ତାଙ୍କର ଦିନକୁ ମଜୁରୀ 800 ଟଙ୍କା ଦାବି କରାହେଉଛି। 800 ଟଙ୍କା ଯଦି ଦାବି କରାଯାଏ, ତାଙ୍କ ମାସିକ ଆୟ ହେଉଛି 24,000, କିନ୍ତୁ ଏମାନେ 24,000 ଛୁଇଁବା ପାଇଁ ହେଲେ ଆମକୁ 24 ବର୍ଷ ବି ଲାଗିଯିବ, କିନ୍ତୁ ଛୁଇଁ ପାରିବେନି ଏଠି ମ୍ୟାନେଜମେଣ୍ଟରେ ରହିଲେ। କାରଣ ମ୍ୟାନେଜମେଣ୍ଟର ବିଭିନ୍ନ ପ୍ରକାର ଅସୁବିଧା ଅଛି। ପିଲାମାନଙ୍କୁ ପଇସାରୁ ହିଁ ଦରମା ଦିଆଯାଏ, ପିଲାମାନଙ୍କ ଠାରୁ ବେଶୀ ଡିମାଣ୍ଡ କରାଯାଇପାରେ ନାହିଁ। କଲେଜର ଅଫିସିଆଲ ଖର୍ଚ୍ଚ ବହୁତ ଅଛି, ତା ଭିତରେ ଦରମା ଦେବା ଯେଉଁ ପ୍ରିନ୍ସିପାଲ ଦେଉଛନ୍ତି ବା ଯେଉଁ ମ୍ୟାନେଜମେଣ୍ଟ ଦାୟିତ୍ୱରେ ପ୍ରେସିଡେଣ୍ଟ ଅଛନ୍ତି ଦେଉଛନ୍ତି, ବଡ଼ କଷ୍ଟଦାୟକ ଭିତରେ ଦେଉଛନ୍ତି। କିନ୍ତୁ କଥା ହେଲା ଯେ ଆପଣମାନେ ଟିକେ ଏତେ ବର୍ଷ ହେଲା ତ ଆମମାନେ ସବୁ ପଢ଼ିଲୁଣି, ଆପଣମାନେ ଯେଉଁମାନେ ବିଧାୟକ ଅଛନ୍ତି ବା ଲୋକାଲର ନେତା ଅଛନ୍ତି, ଆପଣମାନେ ଟିକେ ଏଇ ଦୁଃଖ ଯନ୍ତ୍ରଣାକୁ ଆମମାନଙ୍କର ବୁଝନ୍ତୁ। ଇଏ ହେଲା କଥା। ଆମେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ନିଶ୍ଚିତ ମନୋରଞ୍ଜନ ସାମନ୍ତରାୟ ସାର୍ଙ୍କୁ ଆମେ ଲେଟର ଏଠି ଦେଇଥିଲେ। ତା ଭିତରେ ଥିଲେ ଆପଣଙ୍କର ନିଜେ ଥିଲେ ଆମର କିଏ ସେ ମନ୍ତ୍ରୀ ଥିଲେ ସୂର୍ଯ୍ୟବଂଶୀ ସୁର, ଯିଏ ଆପଣଙ୍କର ଅଛନ୍ତି ଶିକ୍ଷା ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ସେଠି ବି ଆମେ ଦିଆହେଇଥିଲା ଆମର, ଏଠି ନିଜେ ଅଛନ୍ତି, ଏଠି ମନ୍ତ୍ରୀ ନିଜେ ଅଛନ୍ତି, କିନ୍ତୁ ଏଠି ବିଧାୟକ ନିଜେ ଅଛନ୍ତି ବି। ଆମେ ତାଙ୍କୁ ଦେଇଥିଲେ, ଲେଟରଟି ଦେଇଥିଲେ। ଏଇଟା ଆପଣଙ୍କର ଚିକିଟି ଖଣ୍ଡ ତରଫରୁ ଦିଆହେଇଥିଲା, ଯାହା ଗଞ୍ଜାମ ଜିଲ୍ଲା ଶାଖା ଚିକିଟି ବୋଲି ଗୋଟେ ଜାଗା ଅଛି, ଚିକିଟି ତରଫରୁ ଦିଆହେଇଥିଲା। କିନ୍ତୁ ସାର୍ ଆପଣ ବି ନିଜେ, ଯେହେତୁ ଆପଣ ୟଙ୍ଗ ଜେନେରେସନର ପିଲା, ଆପଣଙ୍କୁ ବିଲୋ 32ରୁ 35 ଭିତରେ ଆପଣଙ୍କ ବିଲୋ ଏଜ୍ ଥିବ, ଆପଣମାନେ ନିଶ୍ଚିତ ଗୋଟେ ସମକକ୍ଷ ବୟସର ପିଲା, ଆପଣ ଟିକେ ନିଶ୍ଚିତ ବୁଝିବା ଏଠି ଆବଶ୍ୟକତା ଅଛି। ଯଦି ଆପଣ ବି ନ ବୁଝିବେ ୟଙ୍ଗ ଜେନେରେସନ୍, ତାହେଲେ ଆଉ ବୁଝିବ କିଏ? ଇଏ ଥିଲା ଆମର ଅପଡେଟ୍ର ନ୍ୟୁଜ୍। ଏଇଭଳିଆ ଅପଡେଟ୍ ନ୍ୟୁଜ୍ ନିଶ୍ଚିତ ଆମମାନେ ରଖିବା ଆଉ ଉପସ୍ଥାପନା କରିବା। ଇଏ ଗୋଟିଏ ପ୍ରକାର ରେଭୁଲେସନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ୟା ଅର୍ଥ ରେଭୁଲେସନ୍ର ମାନେ ହେଲା ସଲ୍ୟୁସନ୍, କେଉଁଠି ନା କେଉଁଠି ସଲ୍ୟୁସନ୍ ଦିନେ ଆମ ପାଇଁ ସଲ୍ୟୁସନ୍ ହେବ। ଭେରି କ୍ୱିକଲି ନିଶ୍ଚିତ ଗଭର୍ଣ୍ଣମେଣ୍ଟ ବାହାର କରିବ, କାହିଁକି ନା ଗଭର୍ଣ୍ଣମେଣ୍ଟ ଆଉ କେତେ ଡିଲେ କରିବ? ଆଉ ବେଶୀ ଡିଲେ କରିବ ନାହିଁ। ସେ ବୁଦ୍ଧି ଆଉ ମାସେ 2 ମାସ ଡିଲେ କରିକି ଚାହୁଁଛି ଆଉ ମାସେ 2 ମାସ ଡିଲେ କରିଦେବି ବୋଲି, ଏଇଭଳିଆ ଚାଲିଛି। ଦେଖିବା କ'ଣ ହେଉଛି। ଯେହେତୁ ତ୍ରିପାଠୀ ସାର୍ ନିଜେ ହାଇ ପାୱାର କମିଟିରେ ଅଛନ୍ତି, ସଭାପତିତ୍ୱ କରୁଛନ୍ତି, ବୋଧହୁଏ ନିଶ୍ଚିତ ଜୁନ୍ ମାସ ଭିତରେ ବାହାର କରିବେ ବା ଜୁଲାଇ ମାସ ଭିତରେ ବାହାର କରିବେ ବୋଲି ଆମେ ଆଶା ବାନ୍ଧି ବସିବା।
ये कही मो आज वीडियो को ये रखुची। आपण मैंने ये चैनल सहित जोड़ी होकर रही था जेकोसी नुआ अपडेट न्यूज आसो निश्चित ये चैनल माध्यम अपलोड करा फल आपण मान पाक नोटिफिकेशन पहुँचे। रही धन्यवाद, नमस्कार, जय जगन्नाथ।